ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ବିଶ୍ୱ ଇତିହାସରେ ଗୋଟିଏ ବିରଳ ଘଟଣା। ଏହାର ପୂର୍ବରୁ ଆମେ ଦେଖିବା ରାଓଲାତ ଆଇନ। ରାଓଲାତ ଆଇନ କ'ଣ ଥିଲା? ଇଂରେଜ ସରକାରଙ୍କ ଦ୍ୱାରା ଭାରତରେ ଚାଲୁଥିବା ବିପ୍ଳବାତ୍ମକ କାର୍ଯ୍ୟକୁ ଦମନ କରିବା ପାଇଁ ସାର୍ ସିଡନୀ ରାଓଲାତଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରିଥିଲେ। ଆଉ ଏହି କମିଟିର ସୁପାରିଶରେ ଯେଉଁ ଆଇନ ପ୍ରଣୟନ କରାଯାଇଥିଲା ତାହାକୁ ରାଓଲାତ ଆଇନ ବୋଲି କୁହାଯାଏ। ରାଓଲାତ ଆଇନ ଏପରି ଏକ ଆଇନ ଥିଲା ଯେଉଁ ଆଇନରେ କି ବ୍ୟବସ୍ଥା ଥିଲା ଯେ ଯେକୌଣସି ଭାରତୀୟଙ୍କୁ ଯେକୌଣସି ସମୟରେ ଗିରଫ କରାଯାଏ ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଥିଲା। ବ୍ରିଟିଶ ବ୍ୟବସ୍ଥାପକ ସଭାରେ ଭାରତୀୟ ସଭ୍ୟମାନଙ୍କ ବିରୋଧ ସତ୍ତ୍ୱେ ଏହି ରାଓଲାତ ଆଇନ 1919 ମାର୍ଚ୍ଚ 18ରେ ଗୃହୀତ ହୋଇଥିଲା। ସମଗ୍ର ଦେଶରେ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବା ସମୟରେ ପଞ୍ଜାବର ଅମୃତସରର ଦୁଇ ଜଣ ଜନପ୍ରିୟ ନେତା ଡକ୍ଟର ସତ୍ୟପାଲ ଏବଂ ଡକ୍ଟର ସୈଫୁଦ୍ଦିନ କିଚଲୁ, ଏହି ଦୁଇ ଜଣ ଜନପ୍ରିୟ ନେତାଙ୍କୁ ଗିରଫ କରାଗଲା। ତେଣୁକରି ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଏହି ଜନପ୍ରିୟ ନେତା ଦ୍ୱୟଙ୍କୁ ଗିରଫ କରାଯିବା ଫଳରେ ସେଠାରେ 1919 ଏପ୍ରିଲ 13ରେ ପ୍ରତିବାଦ କରିବା ପାଇଁ ଏବଂ ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ସେଠାରେ ବହୁତ ଲୋକ ଏକତ୍ରିତ ହୋଇଥିଲେ। ଠିକ୍ ତାର ପୂର୍ବ ଦିନ ଏପ୍ରିଲ 12ରେ ଅମୃତସରରେ ଗୋଟେ ଘୋଷଣା କରାଯାଇଥିଲା ଯେ କୌଣସିଠାରେ ମଧ୍ୟ ସଭା ସମିତି କରାଯାଇ ପାରିବ ନାହିଁ। କିନ୍ତୁ ଏହି କଥା ସାଧାରଣ ଜନତାଙ୍କ ନିକଟକୁ ପହଞ୍ଚି ପାରିନଥିଲା। ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ହଠାତ୍ ଦଳେ ସୈନ୍ୟଙ୍କ ସହ ସଭାସ୍ଥଳରେ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ୍ର ଏବଂ ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ବର୍ବରୋଚିତ କାଣ୍ଡ ସାରା ବିଶ୍ୱକୁ ଚକିତ କରିଦେଇଥିଲା। ସରକାରୀ ହିସାବରେ ମୃତକଙ୍କ ସଂଖ୍ୟା ଥିଲା 379 ଓ ଆହତଙ୍କ ସଂଖ୍ୟା ଥିଲା 1200। କିନ୍ତୁ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ କରାଯାଇଥିବା ତଦନ୍ତ ଅନୁଯାୟୀ ଯଥାକ୍ରମେ ସେହି ସଂଖ୍ୟା ଥିଲା 1200 ଏବଂ 3600। ଏହି ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ମଧ୍ୟ ଇଂରେଜ ସରକାର ରାଓଲାତ ଆଇନକୁ ପ୍ରତ୍ୟାହାର କରିନଥିଲେ ଏବଂ ଅମୃତସରରେ ସାମରିକ ଆଇନର ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏହି ଘଟଣାକୁ ଦେଖି ଗାନ୍ଧିଜୀ ମର୍ମାହତ ହୋଇଥିଲେ ଏବଂ ତାଙ୍କୁ ଦିଆଯାଇଥିବା କାଇଜର-ଇ-ହିନ୍ଦ ପଦବୀକୁ ସେ ଫେରସ୍ତ କରିଥିଲେ ଏବଂ ରବୀନ୍ଦ୍ରନାଥ ଠାକୁର ମଧ୍ୟ ନାଇଟ୍ ପଦକୁ ମଧ୍ୟ ସେ ଫେରସ୍ତ କରିଥିଲେ।